Welcome to Odisha News 27. ରାୟଗଡ଼ା ସହରରେ ରହିଥିବା ଏକମାତ୍ର ଫ୍ଲାଏଓଭର ବ୍ରିଜ୍ ଏବେ ଶୋଚନୀୟ ଅବସ୍ଥାରେ ପଡ଼ିଛି। ରକ୍ଷଣାବେକ୍ଷଣ ଅଭାବରୁ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଗଲାଣି। ଏହି ବ୍ରିଜ୍ ବ୍ରହ୍ମପୁରରୁ କୋରାପୁଟକୁ ଓ ରାୟଗଡ଼ ସହର ଦେଇ ଲମ୍ବିଥିବା 326 ନମ୍ବର ଜାତୀୟ ରାଜପଥ। ଏହି ବ୍ରିଜ୍ ଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଦୁଇ ଚକିଆରୁ ଆରମ୍ଭ କରି ଅଟୋ, କାର, ଆମ୍ବୁଲାନ୍ସ, ବସ୍, ଟ୍ରକ୍ ଗୁଡ଼ିକ ଭଳି ବିଭିନ୍ନ ପ୍ରକାର ଯାନବାହନ ଯାତାୟାତ ହୁଏ। ତେବେ 200 ମିଟର ଲମ୍ବା ଏହି ଫ୍ଲାଏଓଭର ବ୍ରିଜ୍ର ଉଭୟ ପାର୍ଶ୍ୱରେ ଛୋଟ ଛୋଟ ବରଗଛ ଗୁଡ଼ିକ ଉଠିଛି। ଏହି ଦୃଶ୍ୟ ଗୁଡ଼ିକୁ ଟିକିଏ ଭଲ ଭାବରେ ନଜର ପକାନ୍ତୁ। ସେହି ଗଛ ଗୁଡ଼ିକୁ ପୌର ପରିଷଦ ପକ୍ଷରୁ କଟାଯାଉ ନାହିଁ। ଫଳରେ ସେହି ଗଛ ଗୁଡ଼ିକର ଚେର ଏହାର ସିମେଣ୍ଟକୁ ଫଟାଇ ଭିତରେ ମାଡ଼ୁଛି ଓ ସୁରକ୍ଷା ବାଡ଼ରୁ ଫାଟ ହୋଇ ସିମେଣ୍ଟ କେମିତି ପଡ଼ୁଛି ଟିକିଏ ଭଲ ଭାବରେ ନଜର ପକାନ୍ତୁ। ଏବଂ ଉଭୟ ପାର୍ଶ୍ୱରେ ରହିଥିବା ସୁରକ୍ଷା ବାଡ଼ ମଧ୍ୟ ଭାଙ୍ଗି ନଷ୍ଟ ହୋଇଗଲାଣି। ଫଳରେ ବ୍ରିଜ୍ର ଅବସ୍ଥା ଦୁର୍ବଳ ହେବାକୁ ଲାଗିଛି। ଏହି ବ୍ରିଜ୍ ଦେଇ ନେତା ମନ୍ତ୍ରୀରୁ ଆରମ୍ଭ କରି ପ୍ରଶାସନ ଅଧିକାରୀ ଯିବା ଆସିବା କରନ୍ତି, କିନ୍ତୁ କାହାର ନଜର ପଡ଼ୁନାହିଁ। ଏହି ବ୍ରିଜ୍ର ରକ୍ଷଣାବେକ୍ଷଣ ଠିକ୍ ନଥିବା ବେଳେ ଯଦି କୌଣସି ପ୍ରକାର ଅଘଟଣ ଘଟିଲେ କିଏ ଦାୟୀ ରହିବ? ସରକାର ନା ପ୍ରଶାସନ ବୋଲି ପ୍ରଶ୍ନ ଉଠାଇଛନ୍ତି ରାୟଗଡ଼ା ଜିଲ୍ଲା ଯୁବ କଂଗ୍ରେସ ସଭାପତି ମନମୋହନ ନାୟକ। ତେବେ ସେ କ'ଣ କହୁଛନ୍ତି ଆସନ୍ତୁ ଶୁଣିବା। आज्ञा रायगड़ा फ्लाईओवर ब्रिज्र कथा आपण मैंने दीर्घ 25 वर्ष है आम देखिक आसुँ, किंतु ए प्रति नवीन बाबू सरकार किंबा आरएनपी किंबा रायगड़ा म्युनिसिपालिटी कि कौन लोक एप्रति ध्यान दूना। ब्रिज्र अवस्था सांघातिक उपरे गलानी, बड़ बड़ गात है। ब्रिज्र चारिपार्श्वर बरगछ उठी, बरगछ हो बरगछ उठा द्वारा ब्रिज्टा फाट सृष्टि है। फाट जो प्रकार भाव हो गाड़ी गले सीटी बड़ बड़ गाड़ी जाऊँगी हलुची ब्रिज्टा, ब्रिज्र बड़ बड़ गात होती। एवं वर्षा दिन आसला, वर्षा दिन आगे जदि ए प्रति ध्यान नदेवे जिला प्रशासन किंबा आमर आरएनबी कर्तृपक्ष या युव कांग्रेस दृढ़ निंदा करुचे। राज्य रास्ता गुलेब, रायगड़ा जिला बंद पालन कर। तेबे देखिबाकू बाकी रहिला नूतन सरकार और प्रशासन एही ब्रिज उपरे कोन पदक्षेप नेउछंती। रायगड़ारू ब्यूरो चीफ पी दिलीप कुमार का रिपोर्ट, ओडिशा न्यूज 27।